ଘରୁ ବାହାରିବା ପୂର୍ବରୁ ଏହି 7ଟି କଥା ମନେ ରଖନ୍ତୁ। ରବିବାର ଓ ବୁଧବାର ପାନ ଖାଇ ବାହାରିବା ଶୁଭ ବୋଲି ଲୋକବିଶ୍ୱାସ ରହିଛି। ସୋମବାର, ଗୁରୁବାର ଓ ଶନିବାର ଗୁଡ଼ ଖାଇ ବାହାରିବା ଶୁଭ ବୋଲି ମନାଯାଏ। ମଙ୍ଗଳବାର ଓ ଶୁକ୍ରବାର ଦହି ଖାଇ ବାହାରିବା ଶୁଭ ବୋଲି ବିଶ୍ୱାସ କରାଯାଏ। ଅତି ବେଶୀରେ ମଣିଷର ସର୍ବନାଶ ହୁଏ। ବେଶୀ ଲୋଭରେ ଜୀବନ ନଷ୍ଟ, ବେଶୀ ମସଲାରେ ସ୍ୱାଦ ନଷ୍ଟ, ବେଶୀ ଲୁଣରେ ତରକାରୀ ନଷ୍ଟ, ବେଶୀ ଖାଇବାରେ ପେଟ ନଷ୍ଟ, ବେଶୀ ଆଲୋକରେ ଆଖି ଉପରେ ଅସୁବିଧା, ବେଶୀ ଚୂନରେ ପାନ ନଷ୍ଟ, ବେଶୀ ହସରେ ଅନ୍ତର ନଷ୍ଟ, ବେଶୀ ଆଦରରେ ସନ୍ତାନ ନଷ୍ଟ, ବେଶୀ କଥାରେ ସମ୍ମାନ ନଷ୍ଟ, ବେଶୀ ନେତାରେ ଦେଶ ନଷ୍ଟ। 7 ଦିନ ପର୍ଯ୍ୟନ୍ତ ଏହି ସକାରାତ୍ମକ କଥା ସବୁବେଳେ କୁହନ୍ତୁ। ମୁଁ ବହୁତ ଭାଗ୍ୟବାନ, ମୋ ସହିତ ସବୁବେଳେ ଭଲ ହେଉଛି, ମୁଁ ସବୁଠି ସଫଳତା ପାଉଛି, ମୋର ଖୁସି ଏବଂ ସମୃଦ୍ଧି ବୃଦ୍ଧି ପାଉଛି, ସମଗ୍ର ବ୍ରହ୍ମାଣ୍ଡ ମୋ ଜୀବନକୁ ସଫଳ କରିବାରେ ସାହାଯ୍ୟ କରୁଛନ୍ତି। ଲୋକବିଶ୍ୱାସ ଅନୁସାରେ ଏପରି ସକାରାତ୍ମକ ଚିନ୍ତାଧାରାରେ ଜୀବନରେ ପରିବର୍ତ୍ତନ ଆସିପାରେ। ଧନୀ ହେବାର ବଡ଼ ସଂକେତ। ଗୋଟିଏ ସ୍ଥାନରେ 3ଟି ଝିଟିପିଟି ଦେଖିବା, ଇଚ୍ଛାରେ କିନ୍ନରଙ୍କ ଠାରୁ ପଇସା ମିଳିବା, ପକ୍ଷୀ ଘରେ ଆସି ବସା ବାନ୍ଧିବା, ସାପ ଘରେ ପ୍ରବେଶ କରିବା, ଭୋଗ ପାଇଁ ନିଆଯାଇଥିବା ନଡ଼ିଆ ଭିତରୁ ଫଳ ମିଳିବା, ମଙ୍ଗଳବାର ମାଙ୍କଡ଼ ଛାତ ଉପରକୁ ଆସିବା। ଘରେ ସୁନା ରଖିବାର 10ଟି ନିୟମ। ସୁନାକୁ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ ନୁହେଁ। ସୁନା ଓ ରୂପା ଏକାଠି ରଖନ୍ତୁ ନାହିଁ। ସୁନା ଓ ମୋତି ଗହଣା ଏକାଠି ରଖନ୍ତୁ ନାହିଁ। ସୁନା ସହିତ ଲୁହା ଜିନିଷ ରଖନ୍ତୁ ନାହିଁ। ସୁନାକୁ ନାଲି କପଡ଼ାରେ ଗୁଡ଼ାଇ ରଖିବାକୁ କୁହାଯାଏ। ତିଥି, ବାର ଓ ମୁହୂର୍ତ୍ତ ଦେଖି ସୁନା କିଣିବାକୁ କୁହାଯାଏ। ଶୁଭ ଦିନରେ ସୁନା କିଣିବାକୁ ପାରମ୍ପରିକ ଭାବେ ଶୁଭ ମନାଯାଏ। ସନ୍ତାନ ପାଇଁ ଚେଷ୍ଟା କରୁଥିଲେ ସୁନା କମ୍ ପିନ୍ଧିବାକୁ କୁହାଯାଏ। ଅନ୍ୟମାନଙ୍କର ସୁନା ଗହଣା ପିନ୍ଧିବା ଏଡ଼ାଇବାକୁ କୁହାଯାଏ। ନିଜେ ପିନ୍ଧିଥିବା ଗହଣା ଅନ୍ୟକୁ ଦେବା ଉଚିତ ନୁହେଁ ବୋଲି ବିଶ୍ୱାସ ଅଛି। ଏହି 7ଟି ଭୁଲ କରୁଛନ୍ତି କି ଆପଣ? ନଚେତ୍ ଟଙ୍କା ପାଣି ପରି ବହିଯାଇପାରେ। ଅନାବଶ୍ୟକ ଖର୍ଚ୍ଚ, ଆବଶ୍ୟକତା ଠାରୁ ଅଧିକ କିଣାକିଣି, ଧାର କରି ଅତ୍ୟଧିକ ଖର୍ଚ୍ଚ, ଦେଖାଦେଖିରେ ଖର୍ଚ୍ଚ, ବାହାର ଖାଦ୍ୟରେ ଅତ୍ୟଧିକ ଖର୍ଚ୍ଚ, ଭାଗ୍ୟ ଉପରେ ଟଙ୍କା ଲଗାଇବା, ବଜେଟ୍ ନ କରି ଟଙ୍କା ଖର୍ଚ୍ଚ କରିବା। ଅସୁବିଧା ସମୟରେ ଏହି ଧାର୍ମିକ ଉପାୟ କରନ୍ତୁ। ଶାନ୍ତ ମନରେ ନିକଟସ୍ଥ ମନ୍ଦିରକୁ ଯାଆନ୍ତୁ। ସଫା ନାଲି କପଡ଼ାରେ ନଡ଼ିଆ ରଖି ସୂତାରେ ବାନ୍ଧନ୍ତୁ। ନିଜ ମନର ଅସୁବିଧା ଭଗବାନଙ୍କୁ ଜଣାଇ ପ୍ରାର୍ଥନା କରନ୍ତୁ। ନଡ଼ିଆଟିକୁ ମନ୍ଦିରରେ ଅର୍ପଣ କରନ୍ତୁ। ହନୁମାନ ଚାଳିଶା 7 ଥର ପାଠ କରିବାକୁ ପାରମ୍ପରିକ ଭାବେ କୁହାଯାଏ। ମନେ ମନେ କୁହନ୍ତୁ, ପ୍ରଭୁ ଏବେ ସବୁକିଛି ଆପଣଙ୍କୁ ସମର୍ପିତ, ମୋତେ ସଠିକ୍ ମାର୍ଗ ଦେଖାନ୍ତୁ। ଘରେ ଗଙ୍ଗା ଜଳ ରଖିଛନ୍ତି କି? ଗଙ୍ଗା ଜଳକୁ ଶ୍ରଦ୍ଧାର ସହିତ ରଖିବାକୁ ପାରମ୍ପରିକ ଭାବେ କୁହାଯାଏ। ପ୍ଲାଷ୍ଟିକ୍ ପାତ୍ର ବ୍ୟବହାରକୁ କେତେକ ପରମ୍ପରାରେ ଏଡ଼ାଯାଏ। ତମ୍ବା କିମ୍ବା ରୂପା ପାତ୍ରରେ ରଖିବାକୁ ପାରମ୍ପରିକ ଭାବେ ପସନ୍ଦ କରାଯାଏ। ଗଙ୍ଗା ଜଳ ସିଞ୍ଚନକୁ ଶୁଭ ବୋଲି ଧାର୍ମିକ ବିଶ୍ୱାସ ରହିଛି। ଛୁଇଁବା ପୂର୍ବରୁ ହାତ ସଫା କରିବା ଭଲ। ବ୍ୟବହାର ପୂର୍ବରୁ ପ୍ରଣାମ କରିବା ଭକ୍ତିର ଏକ ପଥ।